ଅଗଷ୍ଟ 15ରେ ମିଳିବ ଭତ୍ତା ଟଙ୍କା। ବୃଦ୍ଧ ବୃଦ୍ଧା ବିଧବା ସମସ୍ତଙ୍କୁ ମିଳିବ ଭତ୍ତା ଟଙ୍କା। 3000ରୁ 3500 ପର୍ଯ୍ୟନ୍ତ ମିଳିବ ଭତ୍ତା। ଭତ୍ତା ପାଇଁ ଆଉ ଆପଣମାନଙ୍କୁ ଲାଇନ୍ ଲାଗିବାକୁ ପଡ଼ିବ ନାହିଁ। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ରାଜ୍ୟରେ ପୁଣି ବଦଳିଛି ଭତ୍ତାର ନିୟମ। ରାଜ୍ୟରେ ବିଜେପି ସରକାର ଶାସନଭାର ସମ୍ଭାଳୁଥିଲା ବେଳେ ମୋହନ ସରକାରଙ୍କୁ ଅନେକ ଲୋକ ଅନେକ କଥା କହୁଛନ୍ତି। କୁହାଯାଉଛି ଯେ ବିଜେପି କିଛି ଭଲ କରିବ ବୋଲି ଆଶା ରଖାଯାଇଥିଲା। ବର୍ତ୍ତମାନ ତାହା କିଛି ଓଲଟା କରୁଛି। କହୁଛନ୍ତି ତାଠୁ ଭଲ ନବୀନ ସରକାର ଥିଲା। ବର୍ତ୍ତମାନ ଆହୁରି ଗୋଟେ କଥା ଶୁଣାଯାଉଛି, ଯେଉଁ ଜାଗାରେ ସରକାର ଜାଗା ଅଛି ତାହା ଘର ହୋଇଛି, ଗରିବ ହେଉ କିମ୍ବା ଧନୀ ହେଉ ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଉଛି। ଏହା ଫଳରେ ଗରିବ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି। ଆଉ ଭତ୍ତା ପାଇଁ ସରକାର ଯେଉଁ ନିୟମ କରିଥିଲା, ପ୍ରଥମେ ଯେଉଁ ଆନାଉନ୍ସ କରିଥିଲା ଯେଉଁ ଶାସନକୁ ଆସିବା ପୂର୍ବରୁ, ତାହା ଏବେ କରୁଛି ଓଲଟା। 80 ବର୍ଷରୁ ଉର୍ଦ୍ଧ୍ୱ ଥିବା ବ୍ୟକ୍ତିଙ୍କୁ ମିଳିବ 3000 ଏବଂ 80%ରୁ ଅଧିକା ବିକଳାଙ୍ଗମାନଙ୍କୁ ମିଳିବ 3500 ଟଙ୍କା। ଏହା କିନ୍ତୁ ବହୁତ ଖରାପ ହେଉଛି। ଲୋକମାନେ ଏହା ବି କହୁଛନ୍ତି ଯେ କ'ଣ ମଶାଣିରେ ନେଇକି ଦେବେ କି ପଇସା। 80 ବର୍ଷ ପର୍ଯ୍ୟନ୍ତ କିଏ ବଞ୍ଚୁଛି, ଆଉ ସେ ପଇସା ନେଇକି ଆମେ କ'ଣ କରିବୁ। ଏହି କଥାକୁ ନେଇକି ମୋହନ ସରକାର ବହୁତ ବଡ଼ ଦ୍ୱନ୍ଦ୍ୱରେ ଅଛନ୍ତି। ଯାହାଫଳରେ ଅଗଷ୍ଟ 15ରୁ ମଦ ବନ୍ଦ ହେବ ଏବଂ ଭତ୍ତା ଟଙ୍କାକୁ ବଢ଼ାଇବେ ବୋଲି ଜଣାପଡ଼ୁଛି। ଯାହାଫଳରେ ସମସ୍ତଙ୍କର ଉପକାର ହେବ। ଯଦି ଭତ୍ତା ଟଙ୍କା ବଢ଼ନ୍ତା ତାହେଲେ ସମସ୍ତଙ୍କ ପାଇଁ ମଙ୍ଗଳ ହୁଅନ୍ତା। ଯଦି ଏହାର ମତାମତ ଆପଣ ଟିକେ ଜଣାଇବେ। ଯଦି ଭତ୍ତା ଟଙ୍କା ବଢ଼ିବ ଭଲ ହେବ କି ଖରାପ ହେବ।